ନାଇଁ ସବୁଦିନ ତ ମୁଣ୍ଡିଆ ମାରେନି ମୁଁ ସାବିତ୍ରୀ ଦିନ ହିଁ ମୁଣ୍ଡିଆ ମାରେ ନାଇଁ ନାଇଁ ଆଜିକାଲି ସେଇ ଜିନିଷଟା ବହୁତ ବଢ଼ିଯାଇଛି। ପୂଜା ସରିଲା ପରେ ଆଗେ ସ୍ୱାମୀଙ୍କୁ ବନ୍ଦାପନା କରି ମୁଣ୍ଡିଆ ମାରିକି କଲା ପରେ ତାପରେ ଆମେ ପାଣି ପିଉ। ଭଗବାନଙ୍କୁ ଏଇଟା ହିଁ ଡାକିବି, ମୋର ଯେତେ ବି ଭଗବାନଙ୍କୁ ସ୍ୱାମୀଙ୍କର ଆୟୁଷ ବ୍ୟତୀତ ମୋର ସାଙ୍ଗସାଥି ଛୁଆ ପିଲା ବନ୍ଧୁବାନ୍ଧବ ସମସ୍ତେ ଯେମିତି ଆଜିକାର ଯେଉଁ ପ୍ରକାର କଲଚରରେ ଯେମିତି ଚାଲିଛି ସେଇଟା ନ ହେଇକି ବର୍ତ୍ତମାନ ସମସ୍ତେ ଗୋଟେ ଜିନିଷ ଏମିତି କରନ୍ତୁ ଯେଉଁଟାକି ସମସ୍ତଙ୍କ ଭିତରେ ସଦ୍ଭାବ ରହୁ। ଗୋଟେ ଆମେ ସେଲିବ୍ରେସନ୍ ଯେମିତି କରୁଛୁ ଲୋକଙ୍କ ଭିତରେ ସେ ସଦ୍ଭାବଟା ରହୁ। ହଜବେଣ୍ଡ ୱାଇଫ୍ଙ୍କ ଭିତରେ ରିଲେସନ୍ ଅଣ୍ଡରଷ୍ଟାଣ୍ଡିଂ ଏମିତି ରହିବା କଥା। ପ୍ରତିଟି ଜିନିଷରେ ହୁଏତ ମତଭେଦ ରହିପାରେ କିନ୍ତୁ ନିଜର ଯେକୌଣସି ସ୍ୱାମୀ ପାଖରେ ଯେକୌଣସି ଜିନିଷ ସେ କରୁଛନ୍ତି ମାନେ ତାଙ୍କ ପାଖରେ ସ୍ତ୍ରୀ ଛିଡ଼ା ହେବା କଥା। ଏକ୍ଜାକ୍ଟଲି ସେମ୍ ଜିନିଷ ସ୍ତ୍ରୀ ବି ଯଦି କୌଣସି ଜିନିଷ କରୁଛି ହଜବେଣ୍ଡ ବି ତା ପାଖରେ ଛିଡ଼ା ହେବା କଥା, କାରଣ ଆମର ବନ୍ଧନଟା ହେଉଛି ସେଇଭଳିଆ। ଆଜିକାଲି ସେଇ ଜିନିଷଟା ବହୁତ ବଢ଼ିଯାଇଛି। ବହୁତ ଲୋକଙ୍କର ଯେତିକି ଯେଉଁଠି ଡେକୋରେସନ୍ ହେଉଛି ଯେଉଁଠି ହେଉଛି ପ୍ରଥମତଃ ସମସ୍ତେ ଲୋକ ଭାବୁଛନ୍ତି ଆମେ ଏଇଟା ଫଟୋ ସେଲ୍ଫି ନେବୁ ଆଉ ସେ ଫଟୋ ଉଠାଇବୁ ତାପରେ ଆମେ ଅନ୍ୟ ଜିନିଷ କରିବୁ। ଏଇଟା ବର୍ତ୍ତମାନ ବହୁତ ବଢ଼ିଯାଇଛି। ସେଇଟା ବି ସମସ୍ତଙ୍କ ଉପରେ ସେଇ ପ୍ରଭାବଟା ବି ପଡ଼ିଛି। ସେ ପ୍ରଭାବ ପଡ଼ିଛି, ଆପଣ ସେଇଟା ବି ଏଇଠି ଦେଖିଥିବେ। ନାଇଁ ମୋର ହଜବେଣ୍ଡ ପ୍ରତିବର୍ଷ ମୋତେ ସାବିତ୍ରୀରେ ଶାଢ଼ୀ କିଣିକି ଦିଅନ୍ତି ଆଉ ବାପ ଘରୁ ବି ଆସେ ଟଙ୍କା ଭାଇ ପଠାଏ ଯେଉଁଟାକି ମୁଁ ଫଳମୂଳ ସେଇଥିରେ ସବୁ କିଣେ, ଶଙ୍ଖା ସିନ୍ଦୁର ଫଳମୂଳ କିଣେ। କିନ୍ତୁ ବାପ ଘରୁ ଯେଉଁ ସ୍ନେହ ଶ୍ରଦ୍ଧାରେ ଯେଉଁ ଜିନିଷଟା ଦିଆଯାଏ ଫଳମୂଳ ଶାଢ଼ୀ ଶଙ୍ଖା ସିନ୍ଦୁର ଯେଉଁଟା ଆସେ ସେଇଟା ଗୋଟେ ଝିଅ ପାଇଁ ବାପ ଘର ଜିନିଷ ବହୁତ ଅମୂଲ୍ୟ। ଆଉ ସେଇଟାକୁ ନେଇକି ସେ ବହୁତ ଶ୍ରଦ୍ଧାର ସହିତ ସବୁ ଜିନିଷ କରେ। ନାଇଁ ସେଇଟା ଏବେ ବି ଅଛି। ଆପଣ ହୁଏତ କେଉଁଠି ଦେଖିଥିବେ ନ ଦେଖିବେ କିନ୍ତୁ ଆମର ଏଇଠି କଲଚର ଓଡ଼ିଆ କଲଚରରେ ପୂଜା ସରିଲା ପରେ ଆଗେ ସ୍ୱାମୀଙ୍କୁ ବନ୍ଦାପନା କରି ମୁଣ୍ଡିଆ ମାରିକି କଲା ପରେ ତାପରେ ଆମେ ପାଣି ପିଉ। କୁଆଡ଼େ ଯାଇଥିଲେ କିଏ ଯାଇଥିଲେ ବି ଆସିଲେ ଅପେକ୍ଷା ମୁଁ ବି ଅପେକ୍ଷା କରେ, ସିଏ ବି ଅପେକ୍ଷା କରନ୍ତି ଯେ ଆମେ ଏକା ସାଙ୍ଗରେ ଖାଇବୁ, କାହିଁକିନା ସେଇ ଜିନିଷଟା ବି ନାଇଁ ସବୁଦିନ ତ ମୁଣ୍ଡିଆ ମାରେନି ମୁଁ ସାବିତ୍ରୀ ଦିନ ହିଁ ମୁଣ୍ଡିଆ ମାରେ। ନାଇଁ